ଆପଣ କଫି ପିଉଛନ୍ତି କି? ଆଉ ଦାରିଙ୍ଗବାଡ଼ିର ସ୍ୱତନ୍ତ୍ର କଫି ପିଇଛନ୍ତି କି? ଦାରିଙ୍ଗବାଡ଼ିର କଫି ଭାରତ ବର୍ଷରେ ସ୍ୱତନ୍ତ୍ରତା ବଜାୟ ରଖିଛି ଏଇଥିପାଇଁ ଯେ ଜୈବିକ ପଦ୍ଧତିରେ ଦାରିଙ୍ଗବାଡ଼ିରେ କଫି ପ୍ରସ୍ତୁତ ହୋଇଥାଏ ଏବଂ ଏଥିରେ କୌଣସି ସାର କିମ୍ବା ପେଷ୍ଟିସାଇଡ଼ର ବ୍ୟବହାର ହୋଇନଥାଏ। ତେବେ ଦାରିଙ୍ଗବାଡ଼ିରେ କିଭଳି ଭାବରେ କଫି ପ୍ରସ୍ତୁତ ହେଉଛି, କଫି ବଗିଚାରେ କାମ କରୁଥିବା କିଛି ଭାଇ ଆମମାନଙ୍କ ସହିତ ଅଛନ୍ତି। ଚାଲନ୍ତୁ ତାଙ୍କଠୁ ପଚାରି ବୁଝିବା ଯେ ଦାରିଙ୍ଗବାଡ଼ି କଫିର ସ୍ୱତନ୍ତ୍ରତା କ'ଣ ରହିଛି ଏବଂ ଏଠି କଫି କିଭଳି ଭାବରେ ପ୍ରସ୍ତୁତ କରାଯାଉଛି। ଭାଇ ଅର୍ଗସ୍ ଟିଭିକି ସ୍ୱାଗତ କରିବି। ଦେଖିବା ଯେ ଆପଣ ଏଠି କଫି ବଗିଚାରେ କାମ କରୁଛନ୍ତି। ତ ଯେଉଁ କଫିକି ତାକୁ ତୋଳିବା ହେଉ, ଶୁଖେଇବା ହେଉ, ତାପରେ ତାକୁ ଫାଳ କରିବା ହେଉ, ପୁଣି ତାକୁ ପ୍ୟାକିଂ କରିକି କୋରାପୁଟ ପଠାଇବା ହେଉ, ତ ଏସବୁ କାମ ଆପଣ କରୁଛନ୍ତି। ତ କେମିତି କରୁଛନ୍ତି, କଫି କେମିତି ପ୍ରସ୍ତୁତ ହେଉଛି ଟିକେ କହିବେ? ଏଇଟା କେମିତି ସାର୍, ଇଏ ଏସଏଚ୍ ମା ମାନେ ଆସୁଛନ୍ତି, ତୋଳିକି ଆଣୁଛନ୍ତି, ସେଇଟା ଧୁଆ ହେଉଛି। ଗୋଟେ ୱାସିଂ ମେସିନ୍ ଅଛି, ସେଇଟା ୱାଶ୍ କରିକି ଆଉ ଗୋଟେ ପଲ୍ପିଂ ମେସିନ୍ଟା ଅଛି, ସେଇଟା ଚୁପା ଛଡ଼େଇକି ଆମେ ଡ୍ରାଏ କରୁଛୁ। ସେତିକି ଆକା ଏଇଠି ପ୍ରୋସେସିଂଟା ହେଉଛି ସାର୍। ଦେଖିବା ଯେ ଏଠି ପାଖାପାଖି ବର୍ଷକୁ କେତେ ଟନ୍ କଫି ଏଠି ପ୍ରସ୍ତୁତ ବାହାରୁଛି? ଏବେ ତ ଆମେ ଜାଣିବାର ଯାହା ହେଲେ ବି 18 ଟନ୍ 12 ଟନ୍ ଏମିତି ବାହାରେ। ଆଉ ଆଗକୁ ଯଦି ଗଛ ଯାକ ଟିକେ ଆହୁରି ସଜାଡ଼େ ନେବେ ବୋଇଲେ ଫଳ ଟିକେ ଅଧିକ ଆସିଥାନ୍ତେ, ଆମେ ବି କାମ ଦାମ କରିକି ଚିରପ୍ରକୃତ ହେଇଥାନ୍ତେ। ଏବେ ଆପଣ କଫି ବଗିଚାରେ କେତେ ଜଣ କାମ କରୁଛନ୍ତି? ଆମେ ବର୍ତ୍ତମାନ 2 ଜଣ ଅଛୁ ସାର୍। ନାଇଟ୍ ୱାଚମ୍ୟାନ୍ 2ଟା ଅଛନ୍ତି, ଆମେ 2 ଜଣ ଡେ ଏତା କାମ କରୁଛୁ। ଯେଉଁ ବର୍ଷକୁ କଫି ଫଳ ଦଉଛି ତ କେତେ ଥର ଫଳ ଆସୁଛି? ଏହା ବର୍ଷକୁ ଥରେ ଯାହା ସାର୍। କୋଉ ମାସରେ ଫଳଟା ଆସିଥାଏ? ଏଇଟା ଏବେ ଫେବୃଆରୀରୁ ଫୁଲ ହେବ, ନଭେମ୍ବରଠୁ ଷ୍ଟାର୍ଟ ହେବ ଇଏ କଲେକ୍ସନ୍ ପାଇଁ। ତ କେତେ ମାସ କଫି ଏଠି ତୋଳାଯାଏ? ଏଇଟା 2 ମାସ ତୋଳାଯାଏ ସାର୍। ଶୁଖେଇବା ପାଇଁ ତ ତାକୁ ପ୍ରାୟ ବହୁତ ଦିନ ଲାଗେ, 45 ଦିନ କି 2 ମାସ ବି ହେଇଯାଇପାରେ ଶୁଖିବାକୁ। ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି, ତ ପର୍ଯ୍ୟଟକମାନେ ଗୋଟେ କଥା କହୁଛନ୍ତି ଯେ ଯେମିତି ଆମେ କଫିକି ଦେଖିବା ଯେ ପର୍ଯ୍ୟଟକମାନେ କୁହନ୍ତି ଯେ ଯେଉଁ ଦାରିଙ୍ଗବାଡ଼ିରେ କଫି ହେଉଛି ଏ କଫିର ଗୋଟେ ସ୍ୱତନ୍ତ୍ରତା ରହିଛି। ଏଠି କୁଆଡ଼େ ଜୈବିକ ପଦ୍ଧତିରେ ଚାଷ ହୁଏ, ସାର ପିଡ଼ିଆ କିଛି ବ୍ୟବହାର ହୋଇନଥାଏ। ତ କ'ଣ କହିବେ? ନାଇଁ ସାର୍, କେମିତି ମାନେ କେମିତି କରୁଛନ୍ତି? କିଛି ବି ରାସାୟନିକ ନାହିଁ, କିଛି ନାହିଁ। ବଡ଼ ବଡ଼ ଗଛ ଲଗା ହେଇଛି ତ ତା ଦ୍ୱାରା ସିଏ ଭଲରେ ରୋଷ୍ଟପୋଷ୍ଟ ହେଇକି ଫଳ ବି ଦେଉଛି। ଆଉ କଫିଟା ଆଉ କିଛି ରାସାୟନିକ ସାର ନାହିଁ କି ଯେଉଁ ଇଏ ଯେକୌଣସି ମେଡ଼ିସିନ କିଛି ପଡ଼ୁନାହିଁ। ଗଛର ରକ୍ଷଣାବେକ୍ଷଣ କେମିତି କରୁଛନ୍ତି? ସେଇଟା ତ ବର୍ତ୍ତମାନ ହେଇନାହିଁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ନେଇଛି, ଆଗକୁ କ'ଣ ହେବ ସାର୍? ଆପଣ ଯେଉଁ ଏଠି କଫି ବଗିଚାରେ କାମ କରୁଛନ୍ତି, ଯେମିତି ଆମେ ଗୋଟେ ପରିଶ୍ରମ କଲେ ପାରିଶ୍ରମିକର କଥା ବି ଦେଖିବା, ପାରିଶ୍ରମିକ ଠିକ୍ଠାକ୍ ଅଛି ନା କ'ଣ କହିବା? ହଁ ସାର୍, ଠିକ୍ ଅଛି। ଠିକ୍ଠାକ୍ ଅଛି। ହଁ। ତ ଆମେ କଥା ହେଉଥିଲୁ ଦାରିଙ୍ଗବାଡ଼ି କଫି ବଗିଚାରେ କାମ କରୁଥିବା ଭାଇମାନଙ୍କ ସହିତ। ସେ ଯେଉଁଭଳି ଭାବରେ ଯେଉଁ କଥା କହୁଥିଲେ ଯେ ମୁଖ୍ୟତଃ ଫେବୃଆରୀ ମାସ ପରେ ଫୁଲ ଧରିଥାଏ ଗଛରେ ଏବଂ ଆପଣଙ୍କର ନଭେମ୍ବର ମାସ ହେଉ, ଡିସେମ୍ବର ମାସ ହେଉ, ଏଇ 2 ମାସରେ ବିଶେଷ ଭାବରେ କଫି ଅଧିକ ସଂଖ୍ୟାରେ ଫଳିଥାଏ ଏବଂ ତାକୁ ଖରାରେ ଶୁଖାଇଥାନ୍ତି। ଆପଣ ବି ଦେଖିପାରୁଥିବେ ଯେ କିଭଳି ଭାବରେ ସବୁ ବେଡ୍ ପ୍ରସ୍ତୁତ କରାଯାଇଛି, କାଠରେ କିଭଳି ଭାବରେ ବେଡ୍ ପ୍ରସ୍ତୁତ ହେଇଛି ଏବଂ ଏ ବେଡ୍ ଗୁଡ଼ିକରେ ମଧ୍ୟ କିଭଳି ଭାବରେ ସବୁ କଫି ଶୁଖାଯାଇଛି। ଏବଂ ଆମେ ଯଦି ଦେଖିବା ଏଠି ଗୋଟା କଫିକି ଶୁଖାଯାଇଛି ଏବଂ ସେପଟେ ଯଦି ଦେଖିବା ତାକୁ ଫାଳ କରାଯାଇଛି, ୟାପରେ ତାକୁ ପ୍ରୋସେସିଂ କରିକି ଏମାନେ ଏଠି ପ୍ୟାକେଜିଂ କରିଥାନ୍ତି ଏବଂ ଏଠାରୁ ଏଇ କଫି ଗୁଡ଼ିକୁ କୋରାପୁଟକୁ ପଠାଯାଏ। ସେଠି ପ୍ରୋସେସିଂ ହେଲା ପରେ କଫି ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି କରିଥାନ୍ତି ସରକାର ଏବଂ ଏଥିପାଇଁ ମଧ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ମଧ୍ୟ ପାଇଥାନ୍ତି। ତେବେ ଯାହା ଆମେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଠାରୁ ଆଲୋଚନା କରୁଥିଲୁ, ପଚାରି ବୁଝୁଥିଲୁ ଯେ ଯଦି ଆଉ କିଛି ନୂତନ କଫି ଗଛ ଲଗାଯାଆନ୍ତା ଏବଂ କଫି ଗଛ ଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଆନ୍ତା, ବିଗତ ଦିନରେ ଟନ୍ ଟନ୍ ଏଠି କଫି ପ୍ରସ୍ତୁତ ହେଉଥିଲା, କିନ୍ତୁ ଯାହା ଦେଖାଯାଏ ଯେ କଫି ଉତ୍ପାଦନରେ ହ୍ରାସ ପାଇଛି, ଏବେ 18 ଟନ୍କୁ ଖସି ଆସିଛି। ତେଣୁ ଯେଉଁ ଦାରିଙ୍ଗବାଡ଼ିର କଫି କହିଲେ ଗୋଟେ ସ୍ୱତନ୍ତ୍ରତା ରହିଛି, ଦାରିଙ୍ଗବାଡ଼ିର ବୁଦ୍ଧିଜୀବୀମାନେ ମଧ୍ୟ ଦାବି ରଖିଛନ୍ତି ଯେ କଫିକୁ ଦାରିଙ୍ଗବାଡ଼ି କଫି ନାମରେ ନାମିତ କରାଯାଉ, ଯେଉଁଭଳି ଭାବରେ କୋରାପୁଟର କଫି ହିସାବରେ ନାମିତ କରାଯାଇଛି। ତେବେ ଦାରିଙ୍ଗବାଡ଼ି ଅଞ୍ଚଳର ବୁଦ୍ଧିଜୀବୀମାନଙ୍କର ଦାବିକୁ ସରକାର କେବେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଦାରିଙ୍ଗବାଡ଼ିରୁ ଉତ୍ପଳ କୁମାର ସାହୁ, ଅର୍ଗସ୍ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।